ଜୟ ଜଗନ୍ନାଥ ସାଙ୍ଗମାନେ। ସୋନୁକୁ ଆଜି ଟିଫିନରେ ଦେଇଥିଲି ବ୍ରେଡ୍ ଆଳୁ ମସଲା ଟୋଷ୍ଟ ଆଉ ଖାଇକି ଯିବ ବୋଲି ଏଠି ରୁଟି କ୍ଷୀର ଭିଜେଇ ଦେଇଥିଲି। ତ ଦେଖନ୍ତୁ ସାଙ୍ଗମାନେ, ଟିଫିନ୍ ଦେଖିକି ସୋନୁ ମନ ପୁରା ଖୁସି। ଏମିତି ଟିଫିନ୍ ହେଲେ ତା ମନ ସବୁଦିନ ଖୁସି। ତ ସୋନୁ ସ୍କୁଲ ଯିବା ପରେ ମେସିନ୍ରେ ଆଜି ବହୁତ ସାରା କପଡ଼ା ସଫା ହେଇଥିଲା, ତ ତାକୁ ନେଇଥିଲି ବାହାରେ ଶୁଖେଇବି ବୋଲି। ଏବେ ତ ବର୍ଷା ହେଉଛି, ଖରା ଆସୁନି, ମଝିରେ ମଝିରେ ଟିକେ ଟିକେ ଆସୁଛି। ତ କହିଲି ଶୁଖେଇ ଦେଇଥାଏ, ଗୋଟେ ଦିନରେ ଶୁଖୁ କି 2 ଦିନରେ ଶୁଖୁ। ତାପରେ ଆସିକି ଏଠି ପୋଟଳ କାଟି ନେଇଥିଲି, ଆଜି ପୋଟଳ କଷା ବନେଇବି ବୋଲି। ତ ଏଠି ପିଠଉ ଭଜା ବନେଇଥିଲି, ଆମେ ପଖାଳ ଖାଇବୁ ବୋଲି। ତ ଜଳଖିଆରେ ଆଜି ହେଇଥିଲା ରୁଟି ସନ୍ତୁଳା। ତ ଏଠି ମାଆଙ୍କ ଲାଗି ବାହାର କରିଥିଲି ଖାଇବାକୁ ଦେବି ବୋଲି, କିନ୍ତୁ ମାଆ କହିଲେ ମୋର ଇଚ୍ଛା ନାହିଁ ଖାଇବା ପାଇଁ, ମୋତେ ଛତୁଆ ଦେ। ତ ଏଠି ଛତୁଆ ଗୋଳେଇକି ନେଇ ମାଆଙ୍କୁ ଦେଇଥିଲି। ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଏଠି ମାଆଙ୍କୁ ଖାଇବାକୁ ଦେଇ ସାରିକି ମୁଁ ପଳେଇ ଆସିଥିଲି ପୋଟଳ ଭାଜିବି ବୋଲି। ଏପଟେ ପୋଟଳ ଭାଜି ଦେଇକି ଆଉ ଗୋଟେ ପାଖରେ ମସଲା କଷି ନେଇଥିଲି। ତ ଏଠି ପୋଟଳ କଷା ବନିକି ରେଡ଼ି ହେଇଯାଇଥିଲା। ଏ ପାଖରେ ଡାଲି ବସେଇ ଦେଇଥିଲି, ତ ହେଇଯାଇଥିଲା। ତାପରେ ତାକୁ ଛୁଙ୍କ ଦେଇ ଦେଇଥିଲି। ତ ନାନୀ ଏଠି ଧନିଆ ଚଟଣି ବାଟିଥିଲେ। ତ ତାପରେ ଆମେ ନାନୀକୁ ମୁଁ ବସି ପଡ଼ିଥିଲୁ ଏଠି ପଖାଳ ଖାଇବୁ ବୋଲି। ଆମେ ତ ଟିକେ ପଖାଳ ପ୍ରିୟ ଲୋକ, ବର୍ଷା ହେଉ କି ଖରା ହେଉ ମନ ଶାନ୍ତି କରି ପଖାଳ ଖାଇ ଦେଇଥିଲୁ। ରହିଲି ସାଙ୍ଗମାନେ।